ଏମିତି ତ ତୁମର ବାପା ମା ଏମିତି ଥିବେ ତ ସେଇଭଳି ଅବସ୍ଥାରେ ଅଛନ୍ତି ନା ମୁଁ ଯେମିତି ଅବସ୍ଥାରେ ଅଛି କାହିଁକି ତ ହଇରାଣ କରିବାର କଣ ତୁମର ଦରକାର? ସୁବିଧା କରେଣ୍ଟଟା ନାହିଁ ମାନେ ଆମେ ପାଣି ପାଣି ପବନ ଆଲୁଅରେ ଆମେ ବଞ୍ଚିତ। ସନ୍ଧ୍ୟା ହେଲେ ଏମିତି କାରାଗାର ଭିତରେ ପଶୁ ଏମିତି ଗୁହାଳେ ପରି ଆମେ ସେମିତି ରହୁଛୁ। 7 ମାସ ହେଲା ରାତିରେ ରୋଷେଇ ହଉନି। ଦିନ ବେଳେ ରୁଟି ଦି ଖଣ୍ଡ ରଖୁଛୁ, ସେ ଶୁଖିଲା ରୁଟି ଖାଇବୁ। ଯେତେବେଳେ ଚାର୍ଜ ସରିଯାଉଛି ତାକୁ ଫୋପାଡ଼ି ଦେଇ ସେମିତି ପାଣି ପିଇ ଶୋଉଛୁ। ଯେ ଦୁଃଖ ଏବଂ ପରିତାପର ବିଷୟ ଷେଣ୍ଢତିରା ବନ୍ଦ ବ୍ଲକ ଷେଣ୍ଢତିରା ପଞ୍ଚାୟତ ଆଳମଙ୍ଗା ଗ୍ରାମର ପରିବାର ଯେ କି 7 ମାସ ହେଲା କରେଣ୍ଟ ଜାଳିବାରୁ ବଞ୍ଚିତ ହୋଇଛନ୍ତି। ଯେ ତାଙ୍କୁ ଡିସ୍କନେକ୍ଟ କରାଯାଇଛି। ଯେ ଟାଟା ପାୱାର ଅଧିକାରୀ ମାନେ ତାଙ୍କ କରେଣ୍ଟ କାଟି ଦେଇଛନ୍ତି। ସେ ବ୍ୟକ୍ତି ଜଣକ ଆମ ପାଖରେ ଅଛନ୍ତି, ଯିଏ କି ଜିଲ୍ଲାପାଳ କତିକି ଯାଇଛନ୍ତି, କୋର୍ଟ ପାଖକୁ କେସ୍ ମଧ୍ୟ କଞ୍ଜ୍ୟୁମର କୋର୍ଟ କରିଛନ୍ତି। ବିଦ୍ୟୁତ ବିଭାଗର ଅଧିକାରୀ ମାନଙ୍କ ପାଖକୁ ଦୌଡ଼ି ଦୌଡ଼ି ତାଙ୍କ ଚପଲ ଘୋରିଗଲାଣି। ଆଉ ବେଶୀ ଦୁଃଖ ଲାଗୁଛି ଯେ ଜଣେ ବୟସ୍କ ମା ତାଙ୍କର ଅଛନ୍ତି, ଯାହାଙ୍କ ବୟସ 90 ବର୍ଷ। ଯେ 90 ବର୍ଷ ବୟସରେ କେମିତି ଯୋଉ ଏଇ ଯୋଉ ଡହ ଡହ ଖରା ହଉଛି ଆପଣ ଦେଖୁଥିବେ, ଯୋଉ ଗରମ ହଉଛି, ଏଇ 90 ବର୍ଷ ବୟସରେ ଜଣେ ପରିବାର କେମିତି ଚଳିବ ଆଉ କେମିତି ଜୀବନ ଯାପନ କରିବ? ଯେ ଦୁଃଖ ଆମେ ବର୍ଣ୍ଣନା କରିପାରୁନୁ, କିନ୍ତୁ ସରକାର ଦେଖିପାରୁନାହାନ୍ତି। ଭଦ୍ରକ ଜିଲ୍ଲାପାଳ ଏକଥାକୁ ବୁଝିପାରୁନାହାନ୍ତି। ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ବୁଝିପାରୁନାହାନ୍ତି। ଏକଛତ୍ରବାଦୀ ନୀତି ଯାହା କୁହାଯାଏ, ଯେ ଜୋର ଜବରଦସ୍ତ ବ୍ୟକ୍ତିଙ୍କୁ ଡିସ୍କନେକ୍ଟ କରାଯାଇଛି 7 ମାସ ହେଲାଣି। ଯେ ରମେଶ ଜେନା ଆମ ପାଖରେ ଅଛନ୍ତି, ସବିଶେଷ ବିବରଣୀ ଦେବେ। ଗୋଟେ ଇଲିଗାଲି ଲାଇନ ଟାକୁ କାଟି ଦେଇଛନ୍ତି ଗରଜରେ। ସେ ଟାଟା ପାୱାର ମୁଁ ଭାବୁଛି ସେ ବୋଧେ ଏଟା ଇଷ୍ଟ ଇଣ୍ଡିଆ କମ୍ପାନୀ କରିଦେଲେ। ଟାଟା ପାୱାର ନାହିଁ, ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳିଆ ସେ କାମ କରୁଛନ୍ତି। ଲୋକଙ୍କର ମୌଳିକ ଅଧିକାର ବି ସେ ହାଇଜାକ୍ କରୁଛନ୍ତି। କୋର୍ଟ କଚେରୀ ଆଇନ କି ମାନୁନାହାନ୍ତି, ଜିଲ୍ଲାପାଳଙ୍କ ଆଦେଶକୁ ମାନୁନାହାନ୍ତି, କାହାରି କଥା ସେମାନେ ଶୁଣୁନାହାନ୍ତି। ସେମାନଙ୍କୁ ଏତେ ମାନେ ଅନୈତିକ ଉପାୟରେ ଅର୍ଥ ଉପାର୍ଜନ କରିବା ପାଇଁ ନିଶା ଘାରିଛି। ଖାଲି ମିଛରେ ତୁମର ପେନାଲ୍ଟି ଅଛି, ତୁମେ ଏତେ ଟଙ୍କା ଦିଅ, ତମେ ବାକି ଅଛି ଏତେ ପଇସା ଦିଅ, କିନ୍ତୁ ତାର କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ। ପ୍ରମାଣ ନ ଦେଇକି ଜୋର ଜବରଦସ୍ତି କି ରେକର୍ଡିକାଲି କିଛି ପ୍ରମାଣ ଦଉନାହାନ୍ତି, ଖାଲି ମୁହଁରେ। କେତେ ମାସ ହେଲା ଆପଣଙ୍କ କରେଣ୍ଟ କଟା ହେଲାଣି? 7 ମାସ ହେଲା। 7 ମାସ ହେଲାଣି? 7 ମାସ ହେଇଗଲାଣି। ତ କଣ ଆପଣ ଯୋଉ କରେଣ୍ଟ କାଟିଲା ପରେ କଣ ଅସୁବିଧାର ସମ୍ମୁଖୀନ ହଉଛନ୍ତି ଆପଣ? ନା ଅସୁବିଧା କରେଣ୍ଟଟା ନାହିଁ ମାନେ ଆମେ ପାଣି ପବନ ଆଲୁଅରେ ଆମେ ବଞ୍ଚିତ। ସନ୍ଧ୍ୟା ହେଲେ ଏମିତି କାରାଗାର ଭିତରେ ପଶୁ ଏମିତି ଗୁହାଳେ ପରି ଆମେ ସେମିତି ରହୁଛୁ। ଗୋଟେ ମୋବାଇଲ ଲାଇଟ୍ ନହେଲେ ଯୋଉ ଛୋଟ ଚାର୍ଜ ଲାଇଟରେ ଆମେ ଜଳୁ। ଚାର୍ଜ ଲାଇଟ୍ ସରିଲେ ସରିଲା। 7 ମାସ ହେଲା ରାତିରେ ରୋଷେଇ ହଉନି। ଦିନ ବେଳେ ରୁଟି ଦି ଖଣ୍ଡ ରଖୁଛୁ, ସେ ଶୁଖିଲା ରୁଟି ଖାଇବୁ। ଯେତେବେଳେ ଚାର୍ଜ ସରିଯାଉଛି ତାକୁ ଫୋପାଡ଼ି ଦେଇ ସେମିତି ପାଣି ପିଇ ଶୋଉଛୁ। ଯୋଉ ଘଟଣା, ଆପଣ ଭଦ୍ରକ ଜିଲ୍ଲାର ଯିଏ ମୁଖ୍ୟ ବିଦ୍ୟୁତ ବିଭାଗର ଏସି ଅଛନ୍ତି, ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଅଛନ୍ତି, ଆପଣ ତାଙ୍କୁ ସେ ବାବଦରେ ଅବଗତ କରାଇଛନ୍ତି? ତାଙ୍କୁ ମୁଁ ବାରମ୍ବାର ଭେଟିଛି, ତାଙ୍କ ଲିଗାଲ ଅଫିସରଙ୍କୁ ଭେଟିଛି। ତା ଲିଗାଲ ଅଫିସର ମତେ ଲାଷ୍ଟକୁ କହିଲେ ଆପଣ ସେଟଲମେଣ୍ଟ କରନ୍ତୁ। ମାନେ କଣ ସେଟଲମେଣ୍ଟ କରିବି? ମୋ ଉପରେ କଣ ଅଛି ସେଟଲମେଣ୍ଟ କରିବି? ଆପଣ କି ଆଶ୍ଚର୍ଯ୍ୟ କଥା କହୁଛନ୍ତି? ଆପଣ ଲିଗାଲ ଅଫିସର, କଣ ସେଟଲମେଣ୍ଟ କରିବି? ହେଲେ ଆଉ ଆପଣ କେମିତି ଏ କଥା କହୁଛନ୍ତି? କଣ ଆପଣ ଲିଗାଲିଟି ମୋ ଉପରେ ପ୍ରୋସେସିଂ କରୁଛନ୍ତି ଯେ ମୁଁ ଆପଣଙ୍କୁ ପେନାଲ୍ଟି କି ଜୋରିମାନା କି ବକେୟା ଦେବା ପାଇଁ ବାକି ଅଛି? କିଛି ପ୍ରମାଣ ଆପଣ ଏପର୍ଯ୍ୟନ୍ତ ମୁଁ ଦେଲେଣି କି? କୋର୍ଟଠୁ ପୁଣି ଏ ପର୍ଯ୍ୟନ୍ତ ଦେଇନାହାନ୍ତି। ନ ଦେଇକି ଆପଣ ଏ କଥା କେମିତି କହୁଛନ୍ତି? ନା ଆପଣ ଗୋଟେ ବୁଝୁନାହାନ୍ତି। ଗୋଟେ ସେଟଲମେଣ୍ଟ କଲେ ଅଡୁଆଟା ଛେଡ଼ି ଯାଆନ୍ତା। ଆଉ ମତେ କହିଲେ ଆପଣ ନ ଆସିବେ ଆପଣ ଖୁସି, ନ ଆସିକି ଆପଣଙ୍କ ସୁପ୍ରିମକୋର୍ଟ ଯିବେ କି? ସୁପ୍ରିମକୋର୍ଟ ସାଧାରଣତଃ ସୁପ୍ରିମକୋର୍ଟ କାହିଁ? ବକେୟା ବିଲ୍ ଥିଲା କି? ନାଇଁ, କିଛି ନାହିଁ। ତାହେଲେ ସେଟଲମେଣ୍ଟ କଥା କାହିଁ ସେମାନେ କହୁଛନ୍ତି? ଏଇ ଯୋଉ ପେନାଲ୍ଟି କଥା ସେ ଉଠେଇଛନ୍ତି, ସେ ପେନାଲ୍ଟିଠୁ ତମେ ଆସି ସେଟଲମେଣ୍ଟ କର। ପେନାଲ୍ଟି ହେଲା କେମିତି? ଆପଣଙ୍କ ଉପରେ ଯୋଉ ପେନାଲ୍ଟି କଥା ସେମାନେ ଉଠଉଛନ୍ତି, ଏ ପେନାଲ୍ଟିରେ ଆପଣଙ୍କୁ କିଛି ତଥ୍ୟ ଦିଆହେଇଛି? କିଛି ତଥ୍ୟ ଦିଆହେଇନି। ଆଉ କଣ କେମିତି ପେନାଲ୍ଟି? କଣ ମନେ ମନେ ଆସିକି ପେନାଲ୍ଟି ଆପଣଙ୍କୁ କରିଦିଆହେଲା? ଖାଲି ମନକୁ ମନ ଆସିଲେ, ଘର ବୁଲିଲେ, କହିଲେ ତୁମର କିଲୋୱାଟ ବଢିବ। କିଲୋୱାଟ ବଢେଇଲେ ଗଲେ, କିଛି କାଗଜ ପତ୍ର ଦେଲେନି କି କିଛି କହିଲେନି କି ଏପର୍ଯ୍ୟନ୍ତ କିଛି। ସେଟା ଥାନା ଇନକ୍ୱାରି ହେଇଛି, ଥାନା ବି ରିପୋର୍ଟ ଦେଇଛି। ଥାନା ଇନକ୍ୱାରି ବେଳେ ସେ କୌଣସି ପ୍ରମାଣ ପତ୍ର ଦେଖେଇ ପାରିନାହାନ୍ତି। ସେ ଯୋଉ ଆଲିଗେସନ କରୁଛନ୍ତି, ଯୋଉ ଅଭିଯୋଗ କରୁଛନ୍ତି, ତାର କୌଣସି ପ୍ରମାଣ ସେ ଥାନାରେ ଦେଖେଇ ପାରିନାହାନ୍ତି। ସେ ରିପୋର୍ଟ ବି ଥାନା ବନ୍ଦ ଥାନା ଇନକ୍ୱାରି କରି ଏସପି ପାଖକୁ ସେ ରିପୋର୍ଟ ସବମିଟ କରିଛି। କଣ ଚାହୁଁଛନ୍ତି ଆପଣ? ଚାହିଁବି କଣ? ମାନେ କରେଣ୍ଟ ଦଉନାହାନ୍ତି, ମାନେ ଏମିତି ହିଟଲର ଭଳିଆ ଯେମିତି ତାଲିବାନ ଶାସନ ଚାଲିଛି ଓଡିଶାର, ସେମିତି ତାଙ୍କ ଇଚ୍ଛାରେ କରୁଛନ୍ତି। ପଇସା ଦିଅ, ନହେଲେ ଆମେ କରେଣ୍ଟ ଦବୁନି। ଆରେ ପଇସା ଜଣ ଦବ କଣ? ତାର କିଛି ତ ଥିଲେ ଦବ। ଖାଲି ମୁହଁରେ କହିଦବ ତୁ ଲକ୍ଷେ ଦିଅ, 2 ଲକ୍ଷ ଦିଅ, ଜଣେ ଦବ? ଜଣେ ସାଧାରଣ ଲୋକ କୋଉଠୁ ଆଣି ଦବ? ସେ ବା କାହିଁକି ଦବ? ଯଦି ସେ କରୁଥାଏ
ବା କୋର୍ଟର କିଛି ଅର୍ଡର ଅଛି ବା ତମେ ତାକୁ କିଛି ମାନେ ପ୍ରମାଣ ତମ ପାଖରେ ଅଛି ଦେଖେଇବ ସେ ଦବ, ସେଥିପାଇଁ ସେ ଲାଇବୁଲ ସେ ଦବ। କିଛି ନଥାଏ ଖାଲି ମୋର କହିବ ଦିଅ। ଦେଖନ୍ତୁ